ଆପଣ ନୂଆ କିଛି ଆରମ୍ଭ କରିବା ପାଇଁ ଚାହୁଁଛନ୍ତି ୟୁଟ୍ୟୁବ୍ ଫ୍ରିଲାନ୍ସିଂ ଅନଲାଇନ୍ ଆର୍ନିଂ, ତାହେଲେ ଏହି ଭିଡ଼ିଓଟି ଆପଣଙ୍କ ମାନଙ୍କ ପାଇଁ ବହୁତ ହିଁ ଇମ୍ପୋର୍ଟାଣ୍ଟ। କାରଣ 90% ବିଗିନର୍ସ ଏହି 5ଟି ଭୁଲ ନିହାତି କରନ୍ତି ଏବଂ ସେଥିପାଇଁ ସକ୍ସେସ୍ ସେମାନଙ୍କର ଆସେ ନାହିଁ। ଆଜି ଆମେ ସେହି ମିଷ୍ଟେକ୍ ବିଷୟରେ ଜାଣିବା ଯାହାକୁ ଆଭଏଡ୍ କଲେ ଆପଣ ବି ଫାର୍ଷ୍ଟ ଗ୍ରୋ କରିପାରିବେ। ହ୍ୟାଲୋ ଫ୍ରେଣ୍ଡସ୍, ମୁଁ ଆପଣଙ୍କ ସହିତ ଆସିଛି ଆଉ ଗୋଟେ ୟୁଜଫୁଲ୍ ଭିଡ଼ିଓକୁ ନେଇ। ଯଦି ଆପଣ ବି ଗୋଟେ ହାଉସୱାଇଫ୍, ଷ୍ଟୁଡେଣ୍ଟ ବା ବିଗିନର, ଏହି ଭିଡ଼ିଓଟି ଆପଣଙ୍କ ଲାଇଫ୍ ନିହାତି ଚେଞ୍ଜ କରିପାରିବେ। ତେବେ ଏହି ଭିଡ଼ିଓକୁ ଆପଣ ସ୍କିପ୍ ନ କରିକି ଲାଷ୍ଟ ପର୍ଯ୍ୟନ୍ତ ଦେଖନ୍ତୁ, ଠିକ୍ ଅଛି। ଫାର୍ଷ୍ଟ ଜିନିଷ ଦେଖନ୍ତୁ, ଆପଣ ତ ସବୁବେଳେ ସବୁ ଭିଡ଼ିଓରେ କୁହେ କନସିଷ୍ଟେନ୍ସି ହେଉଛି ମେନ୍। କନସିଷ୍ଟେନ୍ସି ଇଜ୍ ଦ କି ଅଫ୍ ସକ୍ସେସ୍, ବୁଝିପାରିଲେ? ତ ଫାର୍ଷ୍ଟ ମିଷ୍ଟେକ୍ ଲୋକ କ'ଣ କରନ୍ତି ନା କନସିଷ୍ଟେନ୍ସି, ସେମାନେ କନସିଷ୍ଟେନ୍ସି ରୁହନ୍ତି ହିଁ ନାହିଁ। ଆଜି କାମ କରିବେ, କାଲି ଛାଡ଼ିଦେବେ, ପୁଣି କାମ କରିବେ, ପୁଣି ଛାଡ଼ିଦେବେ। ଏମିତି କଲେ କେବେ ବି ସକ୍ସେସ୍ ଆସିବ ନାହିଁ, ଠିକ୍ ଅଛି। ନେକ୍ସଟ ଆଉ ଗୋଟେ କ'ଣ ନା, ୟୁଟ୍ୟୁବ୍ ଚ୍ୟାନେଲ୍ ଖୋଲିଲେ 2ଟି ଭିଡ଼ିଓ ଅପଲୋଡ଼ କଲେ ତାପରେ 10 ଦିନ ଗ୍ୟାପ୍, ଏମିତି ବହୁତ ଜଣ କରନ୍ତି ଯାହାଫଳରେ ଆଲଗୋରିଦମ୍ ଆପଣଙ୍କୁ ପୁsh କରେନି। ଓକେ, ପ୍ରତ୍ୟେକ ଦିନ କନସିଷ୍ଟେନ୍ସି ସହିତ ପ୍ରତ୍ୟେକ ଦିନ ଗୋଟେ ଭିଡ଼ିଓ ନିହାତି ପୋଷ୍ଟ କରିବେ। କନସିଷ୍ଟେନ୍ସିରେ ନିହାତି ମେଣ୍ଟେନ୍ ଆପଣ କରିବେ। ଆଉ ଜିନିଷ ରହିଲା ପ୍ୟାସେନ୍ସ ନଥିବେ, ବହୁତ ଜଣଙ୍କର ପ୍ୟାସେନ୍ସ ନଥାଏ କି ଆଜି ଭିଡ଼ିଓ କଲେ କାଲି ଭିଡ଼ିଓ କଲେ ତା ପରଦିନ ପରେ ସମୟ ପାଉନି, ବା ଲୋକ ଆମର ଲାଇକ୍ ଭିଉ ମାନେ କରୁନାହାନ୍ତି କି ଦେଖୁନାହାନ୍ତି, ଲାଇକ୍ ଦେଉନାହାନ୍ତି, କମେଣ୍ଟ ଦେଉନାହାନ୍ତି, ତ ଆମେ ସ୍କିପ୍ କରିଦେବା। ଗୋଟେ ମାସରେ କେବେ ବି ସକ୍ସେସ୍ ହୁଏ କି ମାସେ କାମ କଲେ ଆମେ ଛାଡ଼ିଦେବା, କେବେ ବି ସକ୍ସେସ୍ ହୁଏ ନାହିଁ। ରିଏଲିଟିରେ କ'ଣ ନା, ସକ୍ସେସ୍ ଟାଇମ୍ କିଛି ବି ନଥାଏ, ବା ସକ୍ସେସ୍ ଟାଇମ୍ ସେ ବହୁତ ଦିନ ଅପଲୋଡ଼ କଲା ପରେ ହିଁ ସେମାନେ ମାନେ ଯେଉଁ ମାସେ ପରେ 2 ମାସ ପରେ ସକ୍ସେସ୍, ନା, ସେଇଟା ଲକ୍। ଆପଣ କେମିତି କାମ କରୁଛନ୍ତି ଆପଣଙ୍କୁ ନେଇକି ସେ ଆପଣଙ୍କୁ ସକ୍ସେସ୍ ଦେବ, ଠିକ୍ ଅଛି। ଗୋଟେ ଗୋଟେ ୱିକ୍ରେ ଆପଣ ସପୋଜ୍ କାମ କଲେ, ଇନକମ୍ ନ ଆସିଲେ କ'ଣ ଆପଣ ଛାଡ଼ିଦେବେ? ନା, ସଲ୍ୟୁସନ୍ କ'ଣ ନା, ଆଟଲିଷ୍ଟ 3-6 ମନ୍ଥ ଡେଡିକେଟେଡ୍ ନିଅନ୍ତୁ, ତାପରେ ହିଁ ଆପଣଙ୍କ ରେଜଲ୍ଟ ଆସିବ। କିନ୍ତୁ ଆମେ ପ୍ରଥମ ଦିନରୁ ହିଁ ପ୍ରଥମ ଦିନ 2ଟା ଛାଡ଼ି ଦେଉଛୁ, ଗୋଟେ ସପ୍ତାହ 2-4ଟା ଛାଡ଼ିଦେବା, ଆସିଲାନି, ଛାଡ଼ି ଦିଅନ୍ତି କାମଟା, ଆମେ ଗିଭ୍ ଅପ୍ କରିଦେଉ, କିନ୍ତୁ କରିବା କଥା ନୁହେଁ। ଥାର୍ଡ଼ ମିଷ୍ଟେକ୍ କ'ଣ କହନ୍ତି, ସ୍କିଲ୍ ଶିଖୁନାହାନ୍ତି, ଡାଇରେକ୍ଟ ସେମାନେ କହନ୍ତି ଆର୍ନିଂ ଚାହୁଁଛନ୍ତି, ତ ଏଇଟା କ'ଣ ପସିବଲ୍? କିନ୍ତୁ ସ୍କିଲ୍ ନଥିଲେ ଆର୍ନିଂ ହେବ କିପରି ନା, ଭିଡ଼ିଓ ଏଡ଼ିଟିଂ ଜାଣିନାହାନ୍ତି, କଣ୍ଟେଣ୍ଟ କ୍ରିଏସନ୍ ଜାଣିନାହାନ୍ତି, ତଥାପି ଆର୍ନିଂ କରିବା ପାଇଁ ଚାହୁଁଛନ୍ତି, କିପରି କରିବେ? ଫାର୍ଷ୍ଟ ମ୍ୟାଟର୍ କରୁଛନ୍ତି ସ୍କିଲ୍। ତ ଫାର୍ଷ୍ଟ ସ୍କିଲ୍ ଶିଖନ୍ତୁ, ଦେନ୍ ଆପଣ ସବୁ ଜିନିଷ ଆର୍ନିଂ ତ ବାଇ ଡିଫଲ୍ଟ ଆସିବ। ଯେତେବେଳେ ଆପଣଙ୍କ ପାଖରେ ବିଦ୍ୟା ଥିବ ନା, ତ ଆପଣ କେହି ରୋକିପାରିବେନି ଇନକମ୍ କରିବା ପାଇଁ, ଆପଣ ଯେଉଁ ୱେରେ ବି କରିପାରିବେ। ଫାର୍ଷ୍ଟ ସଲ୍ୟୁସନ୍ ସ୍କିଲ୍ ଶିଖନ୍ତୁ। ଲୋକେ ଆର୍ନିଂ ଉପରେ ଫୋକସ୍ କରନ୍ତି କିନ୍ତୁ ସ୍କିଲ୍ ଉପରେ ଫୋକସ୍ କରନ୍ତିନି। ପ୍ରଥମେ ଜାଣିବା ଦରକାର, ସ୍କିଲ୍ ଯଦି ଆପଣ ପୁରା ସ୍କିଲ୍ ଶିଖିଗଲେ ନା, ପୁରା ମାହିର ହେଇଗଲେ ଯେଉଁ କହୁଛନ୍ତି ସ୍କିଲ୍ରେ, ତାହେଲେ ଆର୍ନିଂ ବାଇ ଡିଫଲ୍ଟ ଅଟୋମେଟିକ୍ ସେ ଆସିବ, ତାକୁ କେହି ରୋକି ବି ପାରିବେନି। ଫୋର୍ଥ ମିଷ୍ଟେକ୍ କ'ଣ କହୁଛନ୍ତି ନା, କମ୍ପାରିଜନ୍ କରିଦେଉଛନ୍ତି ଅନ୍ୟମାନଙ୍କୁ ଦେଖି, କିନ୍ତୁ ସେ ଭାବୁନାହାନ୍ତି ନିଜକୁ, ଲୋକଙ୍କୁ ଦେଖି ସେ ବହୁତ ସ୍ପିଡ଼୍ ପଳାନ୍ତି, ସେ ନିଜକୁ ଲୋ କରନ୍ତି। ସେ ତ ଗୋଟେ ଲେଖା ଅର୍ନ କରିଦେଲା, ମୁଁ କିଛି କରିପାରୁନି। ଆରେ ଏଇଟା ହେଉଛି ସବୁଠୁ ବଡ଼ ମିଷ୍ଟେକ୍। କାହିଁକି କହିଲେ, ନିଜର ଜର୍ଣ୍ଣି ଉପରେ ଫୋକସ୍ କରନ୍ତୁ। ସବୁଙ୍କ ଟାଇମିଂ ଅଲଗା ଅଲଗା, ତା ସହିତ କିଏ କେବେଠୁ ଆରମ୍ଭ କରିଥିବ, ତାର ସେ ଯେଉଁ କଣ୍ଟେଣ୍ଟ, ତାଙ୍କ କଣ୍ଟେଣ୍ଟ କେତେ ଭ୍ୟାଲୁଏବଲ୍ ଥିବ। ଆମେ ଆମ ନିଜ କାମକୁ ଦେଖିବା, ଆମ କଣ୍ଟେଣ୍ଟ ଭ୍ୟାଲୁଏବଲ୍ ଅଛି କି ନାହିଁ, ଆମେ କେବେଠୁ ପୋଷ୍ଟ କରୁଛୁ, ସେ ଆମେ ଅନ୍ୟକୁ କମ୍ପେୟାର କରିବାନି। ସବୁବେଳେ ନିଜ କାମକୁ କମ୍ପେୟାର କରି ନିଜେ କେତେ ଦୂର ଠିକ୍ ଭାବେ ପ୍ରେଜେଣ୍ଟ କରିପାରୁଛୁ, ନିଜେ କେତେ ନିଜ ଲାଇଫକୁ ନେଇକି ସିରିୟସ୍ ଅଛୁ, ଠିକ୍ ଅଛି। ତ ସେଇ ଯେଉଁ ଜିନିଷଟା, କମ୍ପାରିଜନ୍ ଜିନିଷଟା ସବୁଠୁ ବଡ଼ ମାରାତ୍ମକ ଜିନିଷ। ଫିଫ୍ଥ ମିଷ୍ଟେକ୍, ଓଭର ଥିଙ୍କିଂ ବା ଡର, ଲୋକେ କ'ଣ କହିବେ, ଏଇଟା ହେଉଛି ସବୁଠୁ ମେନ୍ ଜିନିଷ। ସୋସିଆଲ ମିଡ଼ିଆ ଯେଉଁମାନେ ଆସିବା ପାଇଁ ଚାହୁଁଛନ୍ତି, କିନ୍ତୁ ଲୋକେ କ'ଣ କହିବେ କହିକି ସେ ରହିଯାଉଛନ୍ତି ପଛରେ। ଲୋକେ କ'ଣ କହିବେ, ମୁଁ ପାରିବି କି ନାହିଁ, ଏହି ଭାବନାଟା ସେମାନଙ୍କର ଷ୍ଟାର୍ଟିଂରୁ ହିଁ ରହିଯାଇଥାଏ। ତ ପରଫେକ୍ଟ ଟାଇମ୍ ଆସିବ ହିଁ ନାହିଁ। କାହିଁକି କହିଲେ, ସମସ୍ତେ ମୋତେ ଗୋଟେ ଭଲ ଦିନ ଆସିବ, ଯେତେବେଳେ ପୁରା ପରଫେକ୍ଟ ହେଇଯିବି କାମରେ, ସେତେବେଳେ ହିଁ ମୁଁ ଆସିବି ଏଠି ଶିଖିବା ପାଇଁ ବା କହିବା ପାଇଁ। ତ ସେମିତି କିଛି ପରଫେକ୍ଟ ଟାଇମ୍ ନଥାଏ। ଯେତେବେଳେ ଷ୍ଟାର୍ଟ କରିବେ, ଏବଂ ମିଷ୍ଟେକ୍ରୁ ହିଁ ଭୁଲ ଶିଖିବେ। ଆମର ଏଇଟା ଗୋଟେ ଭୁଲ ହେଇଗଲା, ଠିକ୍ ଅଛି, ମିଷ୍ଟେକ୍ ହେଇଗଲା, ତ ଏଠି ତାହେଲେ ଲୋକ ଆମକୁ ଯେମିତି ଆମେ ଦେଖିବେ, ଫେସବୁକ୍ରେ ଯେତେବେଳେ ଆମେ ଭିଡ଼ିଓ ପୋଷ୍ଟ କରୁ, ସେ ସବୁ ଆପଣ ଯେତେବେଳେ ଇନସାଇଟ୍କୁ ଯାଇକି ଚେକ୍ କରିବେ, କିଛିଟା ଭିଡ଼ିଓରେ ସେ ଇସ୍ୟୁ ଲଗାଇ ଦିଅନ୍ତି।
तो आम जापर कौन आमर भिडियो इश्यू लगे से जो आम मेसेज पढ़ू आम जापर आमर युग आमर से इश्यू लगे मैंने साउंड अधिक है जहाँ भी हो किंतु आम जो मिस्टेक आम जानवे आम कि कम करूँ कि आम फल किसी आसबनी तो मिस्टेक जड़े आम भूल धरला भूल देखिले निजे देखिले आम भूल हो गला तो आम सब सजाड़ चेष्टा करवा ये माने नुहे जे भूल हो जाए आम रही ठीक अच्छे तो यही जिनसा सब खराब जिनस किए कौन कहे जदि आसुनी आमको खराब लगे ये सब जिन एवॉइड करूँ एवॉइड कले ही आप आगे को बढ़ी पारे जदि आप चाहूँ निज जर्नी को सक्सेस करने खूब इजी करने तो लोकों कथा को एवॉइड करूँ ठीक अच्छे निज काम को फोकस कर आगे को चलतु कंसिस्टेंसी सहित पैसेंस सहित स्किल ताहले ही आप पाइबे सक्सेस कंसिस्टेंसी फर्स्ट मैटर कर पैसेंस सेकंड मैटर कर स्किलटा थर्ड मैटर करे कहीं कंसिस्टेंसी रहिला माने पैसेंस रहिला माने ऑटोमेटिक स्किल सक्सेस ही आपणकर हम तो जदि वीडियोटी मोर भल लगी थाए लाइक करंतु शेयर करंतु एवं मो चैनल को सब्सक्राइब करंतु आउरी बहुत मोटिवेशनल अर्निंग रिलेटेड कंटेंट पाई ओके रहिले नमस्ते।